যদি মোহাম্মদ মুକିମ ଯାହା କରିବେ ସେଥିରେ ତାଙ୍କ ଝିଅ ସୁଫିଆଙ୍କ ଉପରେ ଆର ପ୍ରଭାବ କ'ଣ ହେବ ଏବଂ ସୁଫିଆ କ'ଣ କରିବେ? ସୁଫିଆ କଂଗ୍ରେସ ବିଧାୟିକା, ସୁଫିଆ କଂଗ୍ରେସ ଦଳର ବିଧାୟକ କଟକ ବାରବାଟୀରୁ। ମୋହାମ୍ମଦ ମୁକିମଙ୍କର ସ୍ଥାନରେ ଏଥର ତାଙ୍କୁ ଟିକେଟ୍ ଦିଆହେଇଥିଲା ଏବଂ ସେ ନିର୍ବାଚିତ ହୋଇଛନ୍ତି। ଏବଂ ସୁଫିଆ ଜିତିବାରେ ମୋହାମ୍ମଦ ମୁକିମଙ୍କର ଭୂମିକା ସବୁଠୁ ଅଧିକ। ସେ ସଂଗଠନ ସେଠି ରଖିଥିଲେ, ତାରି ବଳରେ ସୁଫିଆ ଜିତିଛନ୍ତି। ଏଇଟା ମଧ୍ୟ ସତ୍ୟ। ଏବଂ ବାପ ଝିଅଙ୍କ ଭିତରେ ସମ୍ପର୍କ ମଧ୍ୟ ଅତି ଯାହା ସ୍ୱାଭାବିକ ଭାବରେ। ତେଣୁ ସୁଫିଆ ଏଠି କରିବେ କ'ଣ? ସୁଫିଆ କ'ଣ କଂଗ୍ରେସ ଭିତରେ ରହିପାରିବେ? ରହିପାରିବେ। ମୋର ବିଚାରରେ ସେ ରହିପାରିବେ। ଆପଣ ଯଦି ଦେଖିଥିବେ ମୋହାମ୍ମଦ ମୁକିମ ବହିଷ୍କୃତ ହେଲା ପରେ ମଧ୍ୟ କହିଛନ୍ତି ମୋର ବିଚାର କଂଗ୍ରେସ ବିଚାର, ମୁଁ ଏବେ ମଧ୍ୟ କଂଗ୍ରେସ ବିଚାରରେ ଅଛି। କଂଗ୍ରେସ ପରିଚାଳନା ତ୍ରୁଟି ଯେଉଁ ହେଉଛି ସେ ବିଷୟରେ ମୁଁ ପଏଣ୍ଟ ଆଉଟ୍ କରିଥିଲି, ଯାହା ବହୁତ କଂଗ୍ରେସ ଲୋକଙ୍କର ମତ। କିନ୍ତୁ ପରିଚାଳନାଗତ କହିଲା ବେଳେ ସେ କେନ୍ଦ୍ରୀୟ ନେତୃତ୍ୱର ମଧ୍ୟ ପରିଚାଳନା ନେଇକି କେତେ ପ୍ରଶ୍ନ ଉଠେଇଲେ, ରାଜ୍ୟ ନେତୃତ୍ୱ ତ ନିଶ୍ଚୟ ଉଠେଇଲେ ଏବଂ କେନ୍ଦ୍ରୀୟ ନେତୃତ୍ୱ ଇଭିନ୍ ଦଳର ସଭାପତି ଖଡ଼ଗେ ବା ରାହୁଲ ଗାନ୍ଧୀ, ଯିଏକି ହାଇକମାଣ୍ଡ କହିଲେ ତ ଖଡ଼ଗେ ଆଉ ରାହୁଲ ଗାନ୍ଧୀ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧୀକି। ସେ ତ ନ୍ୟାଚୁରାଲି ଏଇଟା ଯେତେବେଳେ ସର୍ବସାଧାରଣ ପ୍ରକାଶିତ ହେଲା ଏବଂ ଜାତୀୟ ସ୍ତରରେ ଗୋଟେ ବିତର୍କରେ ପରିଣତ ହୋଇଗଲା ଏବଂ ନିଜେ ମଧ୍ୟ ମୋହାମ୍ମଦ ମୁକିମ ନନ୍ଦୁ ଏ ଚିଠି ଖବରକାଗଜକୁ ଯଦି ବି ଆସିଲା, କିନ୍ତୁ ସିଏ ନିଜେ ଯେତେବେଳେ ତାଙ୍କୁ ଖବରକାଗଜ ବାଲା ପଚାରିଲେ ସେ ତାକୁ ସ୍ୱୀକାର କରିକି ସେ ଯେଉଁଭଳି ଭାବରେ ବୟାନ ମଧ୍ୟ ଦେଲେ, ମୁଁ ଭାବୁଛି ସେଇଟା ହେଇଗଲା କାରଣ ତାଙ୍କୁ ବହିଷ୍କାର କରିବାର। କିନ୍ତୁ ସେ ଯାହା ସବୁ କହିଥିଲେ, ଯେ ଦେଖିବା ଆମେ କଂଗ୍ରେସ ସଂଗଠନ ବିଷୟରେ କେତେ ଗୁଡ଼ିଏ କଥା, କଂଗ୍ରେସ ସଂଗଠନ ଦୁର୍ବଳତା ବିଷୟରେ, ଏଇଟା ଅନେକ କଂଗ୍ରେସ ଲୋକଙ୍କ ମନ ଭିତରେ ସଂଗଠନ ଭିତରେ ଅଛି ଯେ ଏଇ ଦୁର୍ବଳତା କଂଗ୍ରେସ ଦୂର କରିବା ଦରକାର। ଏବଂ ଯେଉଁଥିପାଇଁ କଂଗ୍ରେସ ବାରମ୍ବାର ନିର୍ବାଚନ ପରିଚାଳନା ଅନ୍ୟ ବହୁତ କାରଣ ଅଛି, କିନ୍ତୁ କଂଗ୍ରେସ ନିଜ ସଂଗଠନକୁ ତ ସେଇଭଳି ଭାବରେ ସୁଦୃଢ଼ କରିବା ଦରକାର। ଏବଂ ରାଜ୍ୟ କ୍ଷେତ୍ରରେ ସେ ସିଧାସଳଖ ଭାବରେ ରାଜ୍ୟ ସଭାପତି, ବର୍ତ୍ତମାନ ସଭାପତି, ପୂର୍ବ ସଭାପତି ଶରଦ ପଟ୍ଟନାୟକ ଏମାନେ ସମୟରେ ଆହୁରି କେମିତି କଂଗ୍ରେସର ଦୁର୍ଦ୍ଦଶା ହେଇଛି ତା ମଧ୍ୟ କହିଛନ୍ତି। କିନ୍ତୁ କଥା ହେଉଛି, କିନ୍ତୁ ଭକ୍ତ ଦାସଙ୍କ ବିଷୟରେ କହିଲା ବେଳେ ସେ ଥିଲେ ଆଗରୁ ଜନତା ଦଳ ଥିଲାବେଳେ ସେ ରାଜୀବ ଗାନ୍ଧୀଙ୍କ ବିରୁଦ୍ଧରେ କହିଥିଲେ, ଏଇଟା ଗୋଟେ କଥା ନୁହେଁ। ସେ କଂଗ୍ରେସକୁ କେବେଠୁ ଆସିଲାଣି ଆପଣ ଯଦି ଦେଖିବେ, କଂଗ୍ରେସକୁ ଆସିବା ତାଙ୍କର କେବେ ହେଲାଣି, କେବେଠୁ ହେଲାଣି ଯେ ଦେଖାଯାଏ। ଇଏ ପ୍ରାୟ 25 ବର୍ଷରୁ ଉର୍ଦ୍ଧ୍ୱ ହେଲା। ସେ ବର୍ତ୍ତମାନ 25 ବର୍ଷରୁ ଉର୍ଦ୍ଧ୍ୱ ହେଲା, ତାଠୁ ବେଶୀ ଦିନ, ମୁଁ କହିବି 28 ବର୍ଷ ହେଲା ସେ ବର୍ତ୍ତମାନ କଂଗ୍ରେସ ଦଳରେ ଅଛନ୍ତି। ଖାଲି ନାହାନ୍ତି, କଂଗ୍ରେସ ଦଳରୁ ମଧ୍ୟ ନିର୍ବାଚିତ ହେଇକି ଲୋକସଭାକୁ ମଧ୍ୟ ଯାଇଛନ୍ତି ଏବଂ ଏହି ସ୍ତରରେ ବିଭିନ୍ନ ପଦପଦରେ ଅଛନ୍ତି। ସିଏ ବର୍ତ୍ତମାନ କଂଗ୍ରେସରେ ଏବେ ଥିଲେ, ସେତେବେଳେ ଗାଇଥିଲେ ଯିଏ ଯେଉଁ ଦଳରେ ରହିବ ସେଇ ଦଳର ନୀତି ବା କାର୍ଯ୍ୟକ୍ରମ ଅନୁସାରେ କାମ କରିବ। ସେଇଟାକୁ ବର୍ତ୍ତମାନ ତାହେଲେ ଏ ଦଳକୁ ଆଉ କେହି ଲୋକ ଆସିବେନି। ଯେଉଁମାନେ କଂଗ୍ରେସ ସେତିକି ରହିବେ, ଆଉ ବାହାର ଲୋକ ଆପଣ କାହାକୁ ଆଣିପାରିବେନି। ବାହାର ଲୋକ ଜାଣିବେ ସେ ନଥିଲା ଦଳରେ, ଏବେ ଶ୍ରୀକାଞ୍ଜନାଙ୍କ ବିଷୟରେ ଉଠେଇବେ, ଆଉ କାହା ବିଷୟରେ ଉଠେଇବେ। ଉଠେଇବା କଥା କି? ଉଠିବେ ଯେ ଦଳ ହେବ କିପରି? ଦଳରେ ସେମାନେ ଆସି ଦଳକୁ ଯୋଗଦାନ କରି ଦଳର ଲାଭ କରିଛନ୍ତି ନା କ୍ଷତି କରିଛନ୍ତି ଦେଖିବାକୁ ପଡ଼ିବ। କଥା ହବ ସେଇଟା ଉଠିବା ତ କେବଳ କେତେ ଯୁକ୍ତିଯୁକ୍ତ ସେଇଟା ତ ଗୋଟିଏ କଥା, କିନ୍ତୁ ସବୁଠୁ ବଡ଼ କଥା ସେ କେନ୍ଦ୍ରୀୟ ନେତୃତ୍ୱ ବିଷୟରେ ଉଠେ। କିନ୍ତୁ କଥା ହେଉଛି ତାଙ୍କର ରିଆକ୍ସନ୍, ସିଏ କହିବା ପୂର୍ବରୁ, ଏଇ ଚିଠିଟି ଲେଖାଇବା ପୂର୍ବରୁ ସିଏ ଏହା ଫଳରେ ଯେ ସିଏ ବହିଷ୍କୃତ ହେବେ, ମୁଁ ଭାବୁଛି ସେ ଭଲ ଭାବରେ ଜାଣିଥିଲେ। ସେ ନିଜେ କହୁଛନ୍ତି ପୁରୁଣା କଂଗ୍ରେସ ନେତା, ବହୁତ ଦିନ ବାସ୍ତବିକ ବହୁତ ଦିନ କଂଗ୍ରେସ ନେତା, ତାଙ୍କ ପୂର୍ବପୁରୁଷ ମଧ୍ୟ କଂଗ୍ରେସରେ ଥିଲେ। ତେଣୁ କଂଗ୍ରେସରେ ଏ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ସେ ଜାଣିଥିଲେ। ଏ କଥା ଯେତେବେଳେ ସର୍ବସାଧାରଣ ପ୍ରକାଶିତ ହେବ, ତେଣୁ କ'ଣ ତାର ବିକଳ୍ପରେ ସେ ନିଜେ ହୁଏତ ଚିନ୍ତା କରିଥିବେ। କିନ୍ତୁ ଏ ଚିଠି ମୋର ଖାଲି ଗୋଟିଏ କଥା କହୁଛି, ଯଦି ବହୁତ କଂଗ୍ରେସ ଲୋକଙ୍କର ଏଇ ମନୋଭାବ ଥିଲା, ସିଏ ଏଇ ଚିଠି ଆଉ କିଛି କଂଗ୍ରେସ ନେତାଙ୍କୁ ଦେଖେଇଥିଲେ କି ପଠାଇବା ପୂର୍ବରୁ, ମୁଁ ସେଇଟା ଜାଣିନି। କିଛି କଂଗ୍ରେସର ବରିଷ୍ଠ ନେତା, ଇଭିନ୍ ମୁଁ ନରସିଂହ ମିଶ୍ରଙ୍କର ବୟାନ ଦେଖୁଥିଲି, ନରସିଂହ ମିଶ୍ର ଏଇ ଚିଠିର ବୟାନରେ କେତେ କଥାରେ ଏକମତ ହେଲେ ମଧ୍ୟ ଯେଉଁ ଫର୍ମୁଲା ହେଲା ସେଇଟାକୁ ଟିକେ ନାପସନ୍ଦ କରୁଛନ୍ତି ଏବଂ ସିଏ ଆହୁରି ଭାବୁଛନ୍ତି ଯେ ତାଙ୍କୁ ଶୋକ ଦିଆଇ ତାଙ୍କୁ ଡକାଇ ପଚରା ହେଇଥାନ୍ତା। କିନ୍ତୁ କଂଗ୍ରେସ ନେତୃତ୍ୱ ଏଇ କଥା ବାଟକୁ ଗଲେ ନାହିଁ। ଏଇଥିପାଇଁ ଗଲେ ନାହିଁ ନା ଏଇଟା ଯେଭଳି ଭାବରେ ସର୍ବସାଧାରଣ ପ୍ରକାଶିତ ହେଲା,
କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ସେ ବାଟରେ ଯାଇନଥାନ୍ତେ। ଦେଖନ୍ତୁ ଶଶୀ ଥରୁର ମୁଁ କହିଲି, ଶଶୀ ଥରୁର ମଧ୍ୟ ବି ପରୋକ୍ଷରେ କଂଗ୍ରେସ ନେତୃତ୍ୱର ସମାଲୋଚନା ମଧ୍ୟ କରୁଛନ୍ତି। ହେଲେ ମଧ୍ୟ ତାଙ୍କ ବିରୁଦ୍ଧରେ କ'ଣ ବହିଷ୍କାର କରିଦିଆହେଉଛି? କରାହେଉନି। କାରଣ କଂଗ୍ରେସ ପାର୍ଟିରେ ସେ ସ୍କୋପ୍ ମଧ୍ୟ ଅଛି। କିନ୍ତୁ ମହମ୍ମଦ ମୁକିମ ଯେତେବେଳେ ଏଇ ସୀମାଟାକୁ ଟପିଗଲେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ହେବ, ସେ ଜାଣିଥିଲେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ହେବ। ଯଦି ତାଙ୍କ ବିରୁଦ୍ଧରେ ଆକ୍ସନ୍ ହେଲା, ସେ କ'ଣ କରିବେ? ମୁକୁଳ ଚିଠି କାହାକୁ ଦେଖାଇଦେଲେ, ସେ ଲୋକମାନେ ତାଙ୍କ ସାଥେ ରହିବେ ନା ନାହିଁ? ସେ କହୁଛନ୍ତି କଂଗ୍ରେସ ବିଚାର ସାଙ୍ଗରେ ସେ ଅଛନ୍ତି। କଂଗ୍ରେସ ବିଚାରକୁ ନେଇ ସିଏ ଓଡ଼ିଶାରେ ଆଉ ବିକଳ୍ପ କ'ଣ କରିପାରିବେ? ଭବିଷ୍ୟତରେ କ'ଣ ହେବ ବିଜେଡ଼ିର ମୁଁ ଜାଣିନି।